କେହି କଣ ଭିକାରୀରୁ ଲକ୍ଷପତି ବନିଯାଏ? ଭିକାରୀରୁ ପୁଣି କୋଟିପତି କେବେ କାହାର ଆଶା? ହଁ ଆଜ୍ଞା, ଭିକାରୀରୁ ବି ଲୋକ କୋଟିପତି ହେବେ। ଆମର ସମ୍ପୂର୍ଣ୍ଣ ଘଟଣାଟି ଜାଣିବାକୁ ହେଲେ ଭିଡ଼ିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ଆପଣଙ୍କ ପ୍ରେମ ମାଷ୍ଟର ଧୀରେନ। ଦିନକର କଥା। ପ୍ରତ୍ୟେକ ଦିନ ଭିକାରୀ ଜଣେ ପ୍ଲାଟଫର୍ମ ଉପରେ ବସି ସମସ୍ତଙ୍କୁ ଭିକ ମାଗୁଥିଲା। ହଠାତ୍ ଦିନେ କେହି ଜଣେ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣେ ଆସି ରେଲରେ ବସିବାକୁ ଅପେକ୍ଷା କରିଥିଲା। ଆଉ ଏହି ସମୟରେ ଦେଖିଲା ଯେତେବେଳେ ଭିକାରୀ ଜଣକ ତା ମନେ ମନେ ଚିନ୍ତା କଲା, ଯାହା ହଉ ନା କାହିଁକି ଏ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣ ବହୁତ ବଢିଆ ଦେଖା ଯାଉଛନ୍ତି, ଆଉ ଇଏ ବହୁତ ବଡ଼ ଲୋକ। ମୁଁ ଯଦି ତାଙ୍କୁ ଭିକ ମାଗିବି ତାହେଲେ ମତେ ଆଜି ଭଲ 2 ପଇସା ମୋର ରୋଜଗାର ହେଇଯିବ। ଏହା ଭାବି ଭିକାରୀ ଜଣକ ଯାଇ ସୁଟ୍ ବୁଟ୍ ପିନ୍ଧିଥିବା ବାବୁକୁ କହିଲେ, ବାବୁ ମତେ କିଛି ଭିକ ଦିଅନ୍ତୁ। କିନ୍ତୁ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣକ ତାଙ୍କୁ ମନା କଲେ। କହିଲେ, ମୁଁ ତତେ ଭିକ ଦେବି, କିନ୍ତୁ ତା ବଦଳରେ ମତେ ତମେ କଣ ଦେବ? ଭିକାରୀ ଜଣକ କହିଲେ, ବାବୁ ମୁଁ ତ ଜଣେ ଭିକାରୀ, ତାହେଲେ ମୁଁ ଆପଣଙ୍କୁ କଣ ବା ଦେଇପାରେ? ମୋ ପାଖରେ କଣ ଅଛି, ମୁଁ କଣ ଆପଣଙ୍କୁ ଦେବି? ସୁଟ୍ ବୁଟ୍ ପିନ୍ଧିଥିବା ବାବୁ ଜଣଙ୍କୁ କହିଲେ, ଦେଖ ମୁଁ ସଦାସର୍ବଦା ଦେଣେ ନେଣେକୁ ପସନ୍ଦ କରେ, ଆଉ ମୁଁ ଖାଲି ଦେବା ପାଇଁ କେବେ ପସନ୍ଦ କରେନି। ତମକୁ ଯଦି ମୁଁ ଭିକ ଦେବି ତାହେଲେ ତା ବଦଳରେ ମତେ ତମେ କିଛି ଦେବାକୁ ପଡିବ, ନହେଲେ ତମେ ମତେ କିଛି ମାଗ ନାହିଁ। ଆଜ୍ଞା, ଏତିକି କହି ଏଇଠି ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣକ ଟ୍ରେନରେ ବସି ଚାଲିଗଲେ। ଏଇ ପ୍ରଶ୍ନ ଉଙ୍କି ମାରୁଥାଏ ଭିକାରୀର ମନରେ, ମୋ ପାଖରେ ତ କିଛି ନାହିଁ, ମୁଁ କଣ ଦେବି ଲୋକଙ୍କୁ? ମୁଁ କଣ ଦେବି? ଦିନେ 2 ଦିନ 3 ଦିନ 4 ଦିନ ଏହିପରି ଭାବରେ ବିତିଗଲା, କିନ୍ତୁ ଏ ପ୍ରଶ୍ନର ଆନ୍ସାର ଭିକାରୀ ପାଇଲା ନାହିଁ। ତା ମନରେ ସଦାବେଳେ ଉଙ୍କି ମାରୁଥାଏ, କଣ କରିବ? ସକାଳ ପାଇ 7ଟା 8ଟା ସମୟ ହେଇଛି। ଠିକ୍ ଏହି ସମୟରେ ଭିକାରୀ ଜଣକ ପ୍ଲାଟଫର୍ମ ଆଗରେ ବସିଥିଲା। ଆଉ ହଠାତ୍ ତାଙ୍କ ନଜରଟି ଯାଇ ପଡ଼ିଗଲା କିଛି ଫୁଲ ଗଛ ଉପରେ। ଭିକାରୀ ଜଣକ କହିଲେ, ବାସ୍, ଏ ପ୍ରଶ୍ନର ଉତ୍ତର ଆଜି ମତେ ମିଳିଗଲା। ଭିକାରୀ ଜଣକ ସଙ୍ଗେ ସଙ୍ଗେ ସେ ଫୁଲ ସବୁ ଗଛରୁ ତୋଳି ଆଉ ଟ୍ରେନରେ ଯାଇ ସମସ୍ତଙ୍କୁ ଭିକ ମାଗିଲେ, ବାବୁ ମତେ କିଛି ଭିକ ଦିଅନ୍ତୁ। କିନ୍ତୁ ଭିକାରୀକୁ ଯିଏ ଭିକ ଦଉଥିଲେ, ଭିକ ବଦଳରେ ଇଏ ତାଙ୍କୁ ଫୁଲ ତୋଡ଼ାଟି ଧରେଇ ଦଉଥିଲେ। ସମସ୍ତେ ଖୁସି ହେଇ ଭିକାରୀକୁ ଦେଖି ଅତ୍ୟନ୍ତ ଖୁସି ହେଇ ତାକୁ ଅଧିକରୁ ଅଧିକ ପଇସା ଦେବାରେ ଲାଗିଲେ। ଭିକାରୀ ବି ଅଧିକ ଖୁସି ହେଇ ଭିକ ମାଗି ସମସ୍ତଙ୍କୁ ଫୁଲ ତୋଡ଼ା ଗୋଟା ଗୋଟା ବଢେଇ ଦେଉଥିଲେ। ଏହିପରି ଭାବରେ ଦିନକ ପରେ ଦିନେ ଟ୍ରେନରେ ତାଙ୍କୁ ଲୋକମାନେ ଅଧିକରୁ ଅଧିକ ଭିକ ଦେଲେ, କାହିଁକି ନା ସମସ୍ତେ ଖୁସି ହେଇ ତାଙ୍କୁ ଭିକ ଦେବାରେ ଲାଗିଲେ, ଆଉ ୟାଙ୍କର 2 ପଇସା ରୋଜଗାର ଅଧିକ ବଢିବାରେ ଲାଗିଲା। ଆଉ କିଛି ଦିନ ପରେ ସେଇ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣକ ପୁଣି ଆସି ଟ୍ରେନ ପ୍ଲାଟଫର୍ମ ଉପରେ ପହଞ୍ଚିଗଲେ। ଆଉ ଯାଇ ସେ ବସିଥାନ୍ତି ଏକ ଚେୟାରରେ, କାହିଁକି ନା ଟ୍ରେନକୁ ଅପେକ୍ଷା କରିଥିଲେ ସିଏ। ଏହା ଦେଖିବା କ୍ଷଣି ସୁଟ୍ ବୁଟ୍ ପିନ୍ଧା ବାବୁ ଜଣକୁ ଭିକାରୀ ଜଣକ ତାଙ୍କ ପାଖକୁ ଚାଲିଗଲେ। କହିଲେ, ବାବୁ ଆଜି ମତେ ଆପଣ ଭିକ ଦିଅନ୍ତୁ। ହଁ, ଆପଣ ଭିକ ଦେବା ବଦଳରେ ମୁଁ ଆପଣଙ୍କୁ ଏ ଫୁଲ ତୋଡ଼ାଟି ଦେବି। ଏହା ଦେଖିବା କ୍ଷଣି ସୁଟ୍ ବୁଟ୍ ପିନ୍ଧା ଜଣକ କିଛି ନ ଭାବି ମନରୁ ତାଙ୍କ ବସରୁ ବାହାର କରି ତାଙ୍କୁ କିଛି ପଇସା ଦେଲେ, ଆଉ ଭିକାରୀ ଜଣକ ତାଙ୍କୁ ଫୁଲ ତୋଡ଼ାଟି ଦେଲେ। ମନେ ମନେ ଖୁସି ହେଇଗଲେ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣକ, ଆଉ କହିଲେ, ଆରେ ବାଃ, ତୁ ତ ମୋ ଭଳି ଆଜି ବେପାରୀ ହେଇଗଲୁ, ତୁ ଜଣେ ବିଜନେସମ୍ୟାନ ହେଇଗଲୁଣି। ଏହା କହିବା କ୍ଷଣି ବହୁତ ଆନନ୍ଦିତ ହେଇଗଲେ ଏଇଠି ଭିକାରୀ ଜଣକ। ସେଇଠୁ ଦୌଡ଼ି ଆସି ଭିକାରୀ ଜଣକ
ଖୋଲା ଆକାଶରେ ମୁକ୍ତ ଆକାଶରେ ଚିତ୍କାର କରି କହିଲେ, ମୁଁ ଭିକାରୀ ନୁହଁ, ମୁଁ ଜଣେ ଫୁଲ ବେପାରୀ। ଏହା ଦେଖିବା କ୍ଷଣି ସମସ୍ତେ ବ୍ୟକ୍ତି ଯେତେ ଚାରି ପାଖରେ ଥିଲେ ତାଙ୍କର ସମସ୍ତେ ହସିବାରେ ଲାଗିଲେ, ତାଙ୍କୁ ମଜାକ କରିବାରେ ଲାଗିଲେ। କିନ୍ତୁ ସେ ଅଧିକରୁ ଅଧିକ ଆନନ୍ଦିତ ସହିତ ମନେ ମନେ ଚିତ୍କାର କରି କହିଲେ, ନା, ମୁଁ ଆଉ ଭିକାରୀ ନୁହଁ, ମୁଁ ଜଣେ ହେଉଛି ବିଜନେସମ୍ୟାନ, ମୁଁ ଜଣେ ବେପାରୀ। ଦର୍ଶକ ବନ୍ଧୁ, ଏହିପରି ଭାବୁଣି କିଛି ଦିନ ଚାଲିଗଲା। କିଛି ଦିନ ଚାଲିଯିବା ପରେ ପୁଣି ସେ ପ୍ଲାଟଫର୍ମକୁ ଆସି ସୁଟ ବୁଟ ପିନ୍ଧା ବ୍ୟକ୍ତି ଜଣକ ଆସି ପହଞ୍ଚିଗଲେ। ଆଉ ଜଣେ ସୁଟ ବୁଟ ପିନ୍ଧି ପୁଣି ବ୍ୟକ୍ତି ଆସି ପହଞ୍ଚିଗଲେ। କିନ୍ତୁ ସେ ସୁଟ ବୁଟ ପିନ୍ଧିଥିବା ଲୋକ ୟାଙ୍କୁ ପଚାରିଲେ, ଆପଣ ମୋତେ କେବେ ଦେଖିଛନ୍ତି? କିନ୍ତୁ ପ୍ରଥମ ଜଣକ କହିଲେ, ନା, ମୁଁ ଆପଣଙ୍କ ସହିତ ପ୍ରଥମ ଥର ଦେଖା ହେଉଛି। କିନ୍ତୁ ଏ ସୁଟ ବୁଟ ପିନ୍ଧିଥିବା ଏପଟି ବ୍ୟକ୍ତି ଜଣକ କହିଲେ, ନା, ଆଗରୁ ଆପଣଙ୍କ ସହିତ ମୋର 2 ଥର ଦେଖା ହେଇଛି। କହିଲେ, ନା, କାହିଁ ନାହିଁ ତ। କିନ୍ତୁ ସେ କହିଲେ, ଆପଣ ମୋତେ ଚିହ୍ନି ପାରୁନାହାନ୍ତି, କାହିଁକି ନା ଆପଣ ମୋତେ ସେଦିନ ମନା କରିଦେଇଥିବା ମୁଁ ହେଉଛି ସେ ଭିକାରୀ। ପ୍ରଥମ ଦିନରେ ଦେଖା ହେଲା କ୍ଷଣି ଆପଣ ମୋତେ ଭିକ ଦେବା ପାଇଁ ମନା କରିଦେଇଥିଲେ। ତାପରେ ଦ୍ୱିତୀୟ ଥର ପୁଣି ଆମର ଏଇଠି ଦେଖା ହେଲା, ଯାହାକି ଆପଣ ମୋ ପାଖରୁ ଗୋଟେ ଫୁଲ ତୋଡ଼ା ନେଲେ ଆଉ ମୋତେ ଭିକ ଦେଇଥିଲେ। ଆଉ ଆପଣ ସେଇଠି କହିଦେଇଥିଲେ ମୁଁ କିଏ। ଆଉ ଆଜି ଆମର ତୃତୀୟ ଥର ଦେଖା। ଏଇଠି ହସିଦେଲେ ସୁଟ ବୁଟ ପିନ୍ଧିଥିବା ଜଣକ। କହିଲେ, ବାଃ, ଆଜି ତ ତମେ ବହୁତ ବଢିଆ ଲକ୍ଷପତି ବନିଗଲ। ଏଇଠି ଭିକାରୀ ଜଣକ କହିଲେ, ହଁ ଆଜ୍ଞା, ମୁଁ ଆଜି ଏଇ ମୋର ଫୁଲ ବେପାର ପାଇଁ ମୁଁ ଅଲଗା ରାଜ୍ୟକୁ ମୋ ବିଜନେସ ବଢେଇବା ପାଇଁ ଯାଉଛି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏ କାହାଣୀଟି କହିବାର ଉଦ୍ଦେଶ୍ୟ, ଏ କାହାଣୀରେ ଆପଣମାନେ ଦେଖିଲେ ତ ମନୋବଳ ଦୃଢ ଥିବା ଦରକାର। କେତେବେଳେ କାହା ଭାଗ୍ୟରେ କଣ ହବ କେହି ବି କହିପାରିବେନି। ସଦାବେଳେ ମନକୁ ଦୃଢ ରଖନ୍ତୁ। ଆଉ ଏ କାହାଣୀରୁ ଆମେ ଜାଣିଲେ ଯେ ଭିକାରୀ ଜଣେ ବି କୋଟିପତି ହେଲେ। କିନ୍ତୁ ଆପଣମାନେ କାହିଁକି ନୁହଁ? ଆପଣଙ୍କ ନିଜ ଉପରେ ନିଜେ ଭରସା ରଖନ୍ତୁ। ଆମ କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିବେ। ରହୁଛି। ଜୟ ଜଗନ୍ନାଥ। ନମସ୍କାର।